ସେ ମୋତେ 10-12 ଦିନ ଆଗରୁ କହିଥିଲା ଭାଇନା ମୋ ପାଇଁ ଟିକେ ଭଲ ଅଟା ଆଣିବ, ମୁଁ ଯେଉଁ ଅଟା ଗୁଡ଼ା ଖାଉଛି ଭଲ ଅଟା ପଡ଼ୁନି, ତମେ ଯେଉଁଠୁ ଆଣୁଥିଲ ସେଇଠୁ ଆଣିବ। ସେଇ ହିସାବରେ ମୁଁ ଆଜି ଯାଇଥିଲି ଓଲ୍ଡ ଟାଉନ୍ ଅଟା ଆଣିବା ପାଇଁ, ମୋ ପାଇଁ 5 କେଜି ଆଣିଲି, ତା ପାଇଁ 5 କେଜି ଆଣିଲି, 10 କେଜି ଆଣିକିରି ଆସିଲା ବେଳକୁ ଆମ ଘର ଆଗ ପଡ଼ିବ, ଆମ ଘର ନହେଇକି ଆଗ ଲିଲିକୁ ପଳେଇବା, ଅଟା ଦେଇଦେବା, ତାପରେ ଆମ ଘରକୁ ଆଜି 12ଟା ଭିତରେ ହେଲା, ତା ଲିଲିକୁ ଦେଇକି ଆମ ଘରକୁ ଫେରିବା। ତାପରେ ଅଟା ନେଇକି ଆସି ରଖିଲି ଭିତରେ, ଦେଖିଲା ବେଳକୁ ପୋଲିସ 3-4 ଜଣ ପୋଲିସ ହେଇଛନ୍ତି, ଆଉ ଗାଡ଼ି ତାଙ୍କ ପିସିଆର ଭ୍ୟାନ୍। এই ঘটনাটি কেତେବେଳେ ঘটিଛି প্রায়? এই ঘটনা প্রায় 11টা সাড়ে 10টাରୁ 12টা ভিତରେ ঘটিଛି। এই আজি সকাল ଆଜି ସକାଳ কোন ঘটনা ହେଇଥାଇପାରେ? କ'ଣ ଘଟଣା କିଛି ଜଣାପଡ଼ୁନି। ଏ କଣ ଯିଏ ଆପଣଙ୍କ ସଡୁଙ୍କ ନାଁ କଣ? ତାଙ୍କ ନାଁ ଦେବରାଜ ଷଡ଼ଙ୍ଗୀ, ସେ ଥିଲେ ଏଜି ଅଫିସରେ ସିନିୟର ଆକାଉଣ୍ଟ ଅଫିସର ଥିଲେ, 2 ବର୍ଷ ରିଟାୟାର କରିଛନ୍ତି। ରିଟାୟାରମେଣ୍ଟ ପରେ ଏମିତି ଏତେ ଉତ୍କ୍ଷିପ୍ତ ହେଇଯିବ, ପୁଣି ସ୍ତ୍ରୀଙ୍କୁ ହତ୍ୟା। କ'ଣ ହେଇଛି, ରିଟାୟାର କଲା ପରେ ସେ ଘର କରୁଛନ୍ତି। ଆଜିକାଲି ଗୋଟେ ଘର କରିବେ କେତେ ଟେନସନ୍ ଆପଣ ବୁଝିପାରୁଥିବେ। ସେ ଏକୁଟିଆ ଲେବର ଲଗି ଘର କରୁଥିଲେ, ଏବଂ ଯେ ଘର କମ୍ପ୍ଲିଟ୍ ହେଲା ସେ ୱିକ୍ ହେଇଗଲେ, ଏବଂ ତାଙ୍କର ବିଭିନ୍ନ ପ୍ରକାର ଡିଜିଜ୍ ବାହାରିଲା, କ'ଣ ଯେଉଁ ଡାଇବେଟିସ୍ ବଢ଼ିଛି, ମାନସିକ ଦୃଷ୍ଟିଟା ଡାଇବେଟିସ୍ ବାହାରିଲା, ଯାହାଦ୍ୱାରା ସେ ମେଡ଼ିସିନ ଖାଉଥିଲେ। ମେଡ଼ିସିନ ଖାଇବା ଦ୍ୱାରା ବୋଧେ ମୁଁ ଭାବୁଛି ମେଡ଼ିସିନ କିଛି ତାକୁ ରିଆକ୍ସନ୍ କଲା, ମୁଁ ଭାବୁଛି, ଯାହାଦ୍ୱାରା କି ସେ ମେଣ୍ଟାଲ ଆଗୁନି ତାଙ୍କର ରହିଗଲା। ପ୍ରକୃତ କାରଣ ଜଣା ପଡିନାହିଁ। ନା ପ୍ରକୃତ କାରଣ ଜଣାପଡ଼ୁନି।